କିଛି ଦିନ ହେଲା ଅନୁମାନ କରାଯାଉଥିଲା କି ମେଣ୍ଟ ହେବ। 2 ଦିନ ତଳେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଅବସରରେ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବିଡ଼ ଦାବି ମେଣ୍ଟ ନେଇ କିଛି ଇଙ୍ଗିତ ଦେଇଥିଲା। ଆଉ ମୋଦି ଓଡ଼ିଶାରୁ ଯିବାର 24 ଘଣ୍ଟା ମଧ୍ୟରେ ବିଜେପି ବିଜେଡି ମେଣ୍ଟ ପାଇଁ ପ୍ରାଥମିକ କସରତ ଆରମ୍ଭ ହୋଇଯାଇଛି। ଏପଟେ ନବୀନ ନିବାସରେ ଗତକାଲି ବିଜେଡିର ନେତାମାନଙ୍କର ବୈଠକ ଚାଲିଥିବା ବେଳେ ସେହି ସମୟରେ ସେପଟେ ଦିଲ୍ଲୀରେ ମଧ୍ୟ ବିଜେପି ନେତାମାନଙ୍କର ବୈଠକ ବସିଥିଲା। ଅପରାହ୍ନ 3:30ରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା ରୁଦ୍ଧଦ୍ୱାର ବୈଠକ। ଏହି ବୈଠକରେ ପ୍ରାୟ 20 ଜଣରୁ ଅଧିକ ନେତା ମନ୍ତ୍ରୀ ସାମିଲ ହୋଇଥିଲେ। ଏଥିରେ 5T ସଚିବ ଭିକେ ପାଣ୍ଡିଆନ ମଧ୍ୟ ସାମିଲ ଥିଲେ। ବହୁ ସମୟ ଧରି ଆଲୋଚନା ଚାଲିଥିଲା। ସନ୍ଧ୍ୟା 5ଟା ବେଳେ ଏକ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ଗୋଠପାଟଣା ଗଲେ। ସେଠାରୁ ଫେରିବା ପରେ ପୁଣି ଆଲୋଚନା ଚାଲିଥିଲା। ସେହିପରି ଦିଲ୍ଲୀରେ ମଧ୍ୟ ସନ୍ଧ୍ୟା 5ଟାରୁ ଆରମ୍ଭ ହୋଇଥିଲା ବୈଠକ। ଶୁଣିବାକୁ ମିଳୁଥିଲା ବୈଠକ ସରିବା ପରେ କିଛି ଗୋଟେ ବଡ଼ ନିଷ୍ପତ୍ତି ସାମ୍ନାକୁ ଆସିବ। 15 ବର୍ଷ ପରେ ପୁଣି ଥରେ ବିଜେଡି ବିଜେପି ମିଳିତ ଭାବେ ସରକାର ଗଢ଼ିବେ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଲୋଚନା ହେବା ପରେ ବିଜେଡି ପକ୍ଷରୁ ପ୍ରତିକ୍ରିୟା ରଖିଥିଲେ ଦେବୀ ପ୍ରସାଦ ମିଶ୍ର ଓ ଅରୁଣ ସାହୁ। ମେଣ୍ଟ ନେଇ ଯଦିଓ କିଛି ସ୍ପଷ୍ଟ ସୂଚନା ଦେଇନଥିଲେ, କିନ୍ତୁ ମେଣ୍ଟ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା ବୋଲି କହିଥିଲେ। ରାଜ୍ୟର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେଡି ପଦକ୍ଷେପ ନେବ ବୋଲି ସୂଚନା ଦେଇଥିଲେ ଏହି ଦୁଇ ନେତା। ଏହାପରେ ବିଜେଡି ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜାରି କରାଯାଇଛି। ଏଥିରେ କୁହାଯାଇଛି, ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ବରିଷ୍ଠ ନେତାଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି। 2036 ମସିହାରେ ସ୍ୱତନ୍ତ୍ର ରାଜ୍ୟ ଭାବେ ଓଡ଼ିଶା ଗଠନର 100 ବର୍ଷ ପୂରଣ ହେବ। ଏହି ସମୟ ସୁଦ୍ଧା ବିଜେଡି ଏବଂ ମୁଖ୍ୟମନ୍ତ୍ରୀ ମାଇଲଖୁଣ୍ଟ ହାସଲ କରିବା ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ବୃହତ୍ତର ସ୍ୱାର୍ଥ ପାଇଁ ବିଜେଡି ସବୁକିଛି କରିବ ବୋଲି ପ୍ରେସ୍ ରିଲିଜ୍ ଜାରି କରି ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ। ସେପଟେ ଦିଲ୍ଲୀରେ ହୋଇଥିବା ବିଜେପିର କୋର୍ କମିଟି ବୈଠକ ପରେ ସୂଚନା ମିଳିଛି ଯେ ଆସନ୍ତା 12 ତାରିଖରେ ଅମିତ ଶାହା ଓଡ଼ିଶା ଆସିବେ। ସେତେବେଳେ ହୁଏତ ଗୋଟିଏ ମଞ୍ଚରେ ବିଜେଡି ଓ ବିଜେପି ମିଳିତ ଭାବେ ମେଣ୍ଟ ହେବାର ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ 8 ଓଡ଼ିଆ।